ମିତ୍ରମାନେ ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି 7ଟି ଗୁପ୍ତ ଶିକ୍ଷା ନିଜ ମନରେ ସାଇତି ରଖନ୍ତୁ। ଯେତେ ବି ଆତ୍ମୀୟ ସୁଜନ କିମ୍ବା ନିଜର ଲୋକ ହେଲେ ମଧ୍ୟ କାହା ଆଗେ ପ୍ରକାଶ କରନ୍ତୁ ନାହିଁ। ଆପଣ ତ ଜାଣିଥିବେ, ଯେଉଁ ଲୋକ ଗୁପ୍ତ କଥା ରଖିପାରେ ସେ ନିଜର ଭାଗ୍ୟ ନିଜେ ଲେଖିପାରେ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ନିହାତି ଶୁଣନ୍ତୁ। ଚାଣକ୍ୟ, ଯିଏ ତାଙ୍କ ଧୀରତା ଓ ନୀତିରେ ସାରା ଜଗତକୁ ଶିଖାଇଥିଲେ ସେ କହିଥିଲେ ଯେ ଜୀବନର କିଛି କଥା ଅଛି ଯାହା ଗୁପ୍ତ ରଖିବା ଉଚିତ। ଆଜି ଆମେ ଜାଣିବା ଚାଣକ୍ୟଙ୍କ ସେହି 7ଟି ଗୁପ୍ତ ଶିକ୍ଷା ଯାହା କହିଦେଲେ ଜୀବନର ଶାନ୍ତି ଭଙ୍ଗ ହୋଇପାରେ। ନିଜ ଘରର ଦୁର୍ବଳତା। ଚାଣକ୍ୟ କହିଥିଲେ, ନିଜ ଘରର ଅଭାବ, ଦୁଃଖ, ତର୍କ ବା ଦୈନ୍ୟତା କେବେ ବାହାରକୁ କହିବ ନାହିଁ। ଏକ କାହାଣୀ ଶୁଣ। ଏକ ଗାଁରେ ଏକ ଗୃହସ୍ଥ ଲୋକ ନିତିଦିନ ନିଜ ପରିବାରର ଝଗଡ଼ାକୁ ପଡ଼ୋଶୀଙ୍କୁ କହୁଥିଲା। ଦିନେ ସେହି ପଡ଼ୋଶୀ ଏହି ଦୁର୍ବଳତାକୁ ତାଙ୍କ ବିରୁଦ୍ଧରେ ବ୍ୟବହାର କଲେ। ଏହିପରି ନିଜ ଘରର ଦୁଃଖ ଯଦି ଅନ୍ୟମାନେ ଜାଣିଯାଆନ୍ତି, ଆପଣଙ୍କ ସ୍ୱାଭିମାନ ଓ ସମ୍ମାନ ହ୍ରାସ ପାଇଥାଏ। ନିଜ ଦୁଃଖ ଅନ୍ୟକୁ କୁହନ୍ତୁ ନାହିଁ। ଚାଣକ୍ୟ କହିଥିଲେ, ଜଣେ ବ୍ୟକ୍ତି ନିଜ ଦୁଃଖ ସବୁକୁ କହିଥାଏ, ସେ ଦୁଃଖକୁ ଆହୁରି ଡାକି ନେଇଥାଏ। କାହାଣୀ। ଏକ ବୃଦ୍ଧ ସାଧୁ ପାଣିହାଣ୍ଡି ତଳେ ବସିଥିଲେ। ଜଣେ ଯୁବକ ଆସି କହିଲା, ମୋ ଜୀବନ ଦୁଃଖରେ ଭରିଯାଇଛି। ସାଧୁ ହସି କହିଲେ, ତୁମେ ଯେତେବେଳେ ତାହାକୁ କହୁଛ, ସେତେବେଳେ ତୁମ ଦୁଃଖକୁ ପୁଣି ଥରେ ସ୍ମରଣ କରୁଛ। ଯଦି ଶାନ୍ତ ହୋଇ ମନେ ଧାରଣ କର, ସେହି ଯନ୍ତ୍ରଣା ନିଜେ ଶାନ୍ତ ହୋଇଯିବ। ଅର୍ଥ, ନିଜ ଦୁଃଖକୁ ମନରେ ଧାରଣ କରି ଭିତରୁ ଶିକ୍ଷା ନିଅ, କିନ୍ତୁ ଦୁନିଆରେ ଘୋଷଣା କରି ନୁହେଁ। ନିଜ ସୁଖ ମଧ୍ୟ ପ୍ରଦର୍ଶନ କରନ୍ତୁ ନାହିଁ। ଯେପରି ନିଜ ସୁଖ ଅନ୍ୟ ଆଗରେ କହିଲେ କେବେ କେବେ କାହାକୁ ଭଲ ଲାଗେ ନାହିଁ, କାରଣ କେହି କେବେ କାହାର ଭଲ ଚାହାନ୍ତି ନାହିଁ। ଆପଣ ଆପଣଙ୍କ ସଫଳତା ଦେଖାଇଲେ ଅନେକଙ୍କ ମନରେ ଈର୍ଷା ଜାଗି ଉଠେ। ଚାଣକ୍ୟ ଶିଖାଇଥିଲେ ଯେ ସଫଳତାକୁ ନାହିଁ ଦେଖାଇବାରେ ମହାନତାରେ ଅଛି। ସଫଳତା ମହାନତାରେ ରହିଥାଏ, ଦେଖାଇବାରେ ନୁହେଁ। ନିଜ ଦାନ ଓ ସହାୟତାକୁ ଗୁପ୍ତ ରଖ। ଯେଉଁ ହାତ ଦେଉଛି ଅନ୍ୟ ହାତ ଜାଣିବା ଉଚିତ ନୁହେଁ। ଚାଣକ୍ୟ ମନେ କରୁଥିଲେ ଯେ ସତ୍ୟ ଦାନ ହେଉଛି ସେଇ ଯାହା ଗୋପନ ରହେ। ଯଦି ଆପଣ ସହାୟତା କରି ତାହାକୁ ଦେଖାଇବେ, ସେହି କାର୍ଯ୍ୟର ଆଧ୍ୟାତ୍ମିକ ଫଳ କମିଯିବ। ନିଜ ସନ୍ତାନର ଦୁର୍ବଳତା କାହାକୁ ନ କୁହନ୍ତୁ। ଯେଉଁ ବାପା ନିଜ ସନ୍ତାନର ଅଭାବ ଅନ୍ୟକୁ କହେ, ସେ ନିଜ ଗୋଟିଏ ପିଢ଼ିକୁ ଦୁର୍ବଳ କରେ। ପିଲା ଭୁଲ କଲେ ଶିଖାଇବା ଆପଣଙ୍କ କାମ, କିନ୍ତୁ ଲୋକଙ୍କ ସାମ୍ନାରେ କହି ତାଙ୍କ ମନୋବଳ ଭାଙ୍ଗନ୍ତୁ ନାହିଁ। ଚାଣକ୍ୟ ମନେ କରୁଥିଲେ, ସନ୍ତାନକୁ ଗୁପ୍ତ ଭାବରେ ଶିକ୍ଷା, ସମ୍ମାନ ସହିତ ସଠିକ୍ ଦିଗ ଦିଅ। ନିଜ ଅସଫଳତାକୁ ସମୟର ପୂର୍ବରୁ ନ କୁହନ୍ତୁ। ବିଫଳତା ହେଉଛି ଗୁପ୍ତ ଶିକ୍ଷା, ଯାହା ଆପଣଙ୍କୁ ଭିତରୁ ଗଢ଼େ। ପୃଥିବୀର ମହାନ ଲୋକମାନେ ତାଙ୍କ ବିଫଳତାକୁ ସମୟରୁ ଗୁପ୍ତ ରଖୁଥିଲେ। ଯେତେବେଳେ ସେମାନେ ସଫଳ ହେଲେ, ତାହାକୁ ଅଭିଜ୍ଞତା ଭାବେ ସେୟାର କରିଥିଲେ। ଚାଣକ୍ୟଙ୍କ ଶବ୍ଦରେ, ବିଫଳତା ଯେତେ ଗୁପ୍ତ ସେତେ ଶିକ୍ଷା ଗଭୀର। ନିଜ ଭୟ, ଦୁର୍ବଳତା ଗୁପ୍ତ ରଖ। ଶତ୍ରୁ ଆପଣଙ୍କ ଭୟ ଜାଣିଲେ ସେ ତାହାକୁ ଅସ୍ତ୍ର ଭାବରେ ବ୍ୟବହାର କରେ। କାହାକୁ ଆପଣ କାହିଁକି ଭୟ ପାଉଛନ୍ତି ସେ କଥା କୁହନ୍ତୁ ନାହିଁ। ସେ କଥା ଜଣାନ୍ତୁ ନାହିଁ। ଯିଏ ଭୟକୁ ଲୁଚାଇ ପାରେ, ସେ ଶତ୍ରୁ ମଧ୍ୟ ଜିତିପାରେ। ଏହି ନୀତିର ମୂଳ ଅର୍ଥ ହେଉଛି ଶାନ୍ତ ମୁଖ, ଶକ୍ତିଶାଳୀ ମନ। ନିଜ ଆଧ୍ୟାତ୍ମିକ ଅନୁଭୂତି, ଆତ୍ମାର ଅନୁଭବ କହିଦେଲେ ତାହା ମାୟାରେ ପଡ଼ିଯାଏ। ଧ୍ୟାନ, ସ୍ୱପ୍ନ, ଦେବଦର୍ଶନ, ଆତ୍ମସଫଳତା ଏହିସବୁ ଗୁପ୍ତ ରହିଲେ ଶାନ୍ତି ରହେ। ଯେତେବେଳେ ଆପଣ ତାହାକୁ କହିଦିଅନ୍ତି, ମାନସିକ ଅହଙ୍କାର ଜନ୍ମ ନିଏ, ଯାହା ଆଧ୍ୟାତ୍ମିକ ଗତିରେ ବାଧା ସୃଷ୍ଟି କରେ। ନିଜ ଧନ ଓ ସମ୍ପତ୍ତି। ଧନ ଅଛି କିମ୍ବା ନାହିଁ, କେତେ ଅଛି, ଏହା ଗୁପ୍ତ ରଖ। ଧନ ଗୁପ୍ତ ରହିଲେ ରକ୍ଷିତ ହୁଏ। ଯଦି ଆପଣ ନିଜ ଧନ ସମ୍ପତ୍ତି ବାହାରେ କହିବେ, ଈର୍ଷା, ଚୋରି ଓ ଶତ୍ରୁତା ବୃଦ୍ଧି ପାଏ। ନିଜ ଲକ୍ଷ୍ୟ ଓ ଯୋଜନା। କାମ ସଫଳ ହେବା ପୂର୍ବରୁ କାହାକୁ ନିଜ ଯୋଜନା ନ କୁହ। ଏକ ବ୍ୟକ୍ତି ନିଜ ବ୍ୟବସାୟ ଯୋଜନା
ଜଣେ ସାଥୀ ଲୋକଙ୍କୁ କହିଦେଲେ। ସେହି ସାଥୀ ଶୁଣିଲେ, ଆଉ ଜଣେ ସେହି କଥାକୁ ଶୁଣି ନେଇଥିଲେ। ସେହି ବ୍ୟକ୍ତି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଯେଉଁ ଲୋକଟି ଶୁଣିଥିଲା ସେଠି ସେ ଯାଇ ସେ ବ୍ୟବସାୟ କରିଦେଇଛି। ତେଣୁ ଚାଣକ୍ୟ କହିଥିଲେ, କାମ ସଫଳ ହେଲେ ସେହି କାହାଣୀକୁ ସମସ୍ତେ ଶୁଣନ୍ତୁ, କିନ୍ତୁ ପୂର୍ବରୁ ନୁହେଁ। ନିଜ ମନବେଦନା ଓ ଦୁଃଖ, ନିଜ ମନର ଯନ୍ତ୍ରଣା, ବେଦନା ଓ ଅଭିମାନ ଅନ୍ୟକୁ କହିଲେ ତାହା ତାଙ୍କ ହତିଆର ହୋଇଯାଏ। ଚାଣକ୍ୟ କହିଥିଲେ, ଯିଏ ନିଜ ଦୁଃଖକୁ ଗୁପ୍ତ ରଖିପାରେ ସେହି ଲୋକ ମନୋବଳରେ ଶକ୍ତିଶାଳୀ ହୁଏ। ନିଜ ସାଧନା ଓ ଭକ୍ତି, ଯେଉଁ ସାଧନା ଗୁପ୍ତ ରହେ ତାହାର ଫଳ ଅସୀମ ହୁଏ। ଭଗବାନଙ୍କ ନାମ ଜପ, ଧ୍ୟାନ, ମନ୍ତ୍ର ବା ତପସ୍ୟା ଏହା ନିଜ ମନର ଗୁପ୍ତ ଆଚାର। ଏହାକୁ ପ୍ରଚାର କଲେ ତାହାର ଶକ୍ତି କମିଯାଏ। ନିଜ ପରିବାର ମଧ୍ୟରେ ହୋଇଥିବା ଭିତରୁ ଦ୍ୱନ୍ଦ୍ୱ, ପରିବାରର ମଧ୍ୟରେ ହେଉଥିବା ଦ୍ୱନ୍ଦ୍ୱ, ଝଗଡ଼ା ବା ରୋଷ ବାହାରକୁ ଯିବା ଉଚିତ ନୁହେଁ। ଏହା ଜଣେ ସାଧାରଣ ତିକିକାର ଭଳି। ଯଦି ଘର ଭିତରେ ରହେ ନିଜେ ଜଳି ଶାନ୍ତ ହୁଅ, କିନ୍ତୁ ବାହାରକୁ ଗଲେ ସମାଜ ତାହାକୁ ଭଲ ଦୃଷ୍ଟିରେ ଦେଖେ ନାହିଁ। ନିଜ ମନର ଗୁପ୍ତ ସ୍ୱପ୍ନ ଓ ଆଶା, ନିଜ ସ୍ୱପ୍ନ ଓ ଆଶା ଗୁପ୍ତ ରଖ, କାରଣ ସବୁ ମନୁଷ୍ୟ ତାହା ଭଲ ଚାହେଁ ନାହିଁ। ଚାଣକ୍ୟ ମାନିଥିଲେ, ଦୃଢ଼ ସଂକଳ୍ପ ମନରେ ରହିଲେ ତାହା ଶକ୍ତିରେ ପରିଣତ ହୁଏ, କିନ୍ତୁ ଯଦି କହିଦେଲେ ଲୋକଙ୍କ ଈର୍ଷା ତାହାକୁ ଦୁର୍ବଳ କରିଦେଇଥାଏ। ଚାଣକ୍ୟଙ୍କ ନୀତି ଆଗକୁ ଶିଖାଏ, ଯିଏ ନିଜ ଗୁପ୍ତ କଥା ନିଜେ ରଖିପାରେ ସେହି ସଫଳତା, ଶାନ୍ତି, ଆତ୍ମଶକ୍ତି ଲାଭ କରେ। ମିତ୍ରମାନେ, ଆପଣ ଆଜିର ଚାଣକ୍ୟ ଶିକ୍ଷାରୁ କେଉଁ ଗୁପ୍ତ କଥା ଗ୍ରହଣ କରିଲେ? ମନ୍ତବ୍ୟରେ ଲେଖନ୍ତୁ ଏବଂ ଏହି ଭିଡ଼ିଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ, ଯେପରି ତାଙ୍କ ଜୀବନରେ ମଧ୍ୟ ଜ୍ଞାନର ଆଲୋକ ଆସିପାରିବ। ଚାଣକ୍ୟଙ୍କ ପ୍ରତିଟି ଶିକ୍ଷା ଆମେ ଜାଣିବା ନିହାତି ଆବଶ୍ୟକ। ସମସ୍ତ ବ୍ୟକ୍ତି ଏହି ଶିକ୍ଷା ଅଧ୍ୟୟନ କରିବା ଆବଶ୍ୟକ। ମୁଁ ଏହିଭଳି ଭିଡ଼ିଓ ପ୍ରତିଦିନ ଆପଣମାନଙ୍କୁ ଶୁଣେଇବି। ମୋ ଚ୍ୟାନେଲକୁ ନିହାତି ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ରହିଲି, ଜୟ ଜଗନ୍ନାଥ।